ନମସ୍କାର, ଜୟ ଜଗନ୍ନାଥ। ଆଜି ଜଗନ୍ନାଥ ଭକ୍ତଙ୍କର ଗୋଟେ ସୁନ୍ଦର କାହାଣୀ, ଭକ୍ତ ରଘୁ ବେହେରାଙ୍କ ବିଷୟରେ ଆମେ ଗୋଟେ ସୁନ୍ଦର କାହାଣୀ ଜାଣିବା। ନୀଳାଚଳ ଧାମରୁ ଅଳ୍ପ ଦୂରରେ ପିପିଲି ଗ୍ରାମରେ ରଘୁ ବେହେରା ନାମରେ ଜଣେ ଧୀବର ବାସ କରୁଥିଲେ। ତାଙ୍କର 3 ପ୍ରାଣୀ କୁଟୁମ୍ବ। ସେ, ତାଙ୍କର ମା ଓ ସ୍ତ୍ରୀ। ମାଛ ଧରି ପେଟ ପୋଷିବା ତାଙ୍କର ବୃତ୍ତି। କିଛି ଦିନ ଅନ୍ତେ ହଠାତ୍ ତାଙ୍କ ମନରେ ବୈରାଗ୍ୟ ଭାବ ଜାତ ହେଲା। ସେ ଧୀବର କୁଳରେ ଜନ୍ମଗ୍ରହଣ କରିଥିବାରୁ ନିଜ ଜୀବନକୁ ଧିକ୍କାର କଲେ। ମାଛ ମାରି ପ୍ରତିଦିନ କେତେ ଜୀବ ହତ୍ୟା ସେ କରୁଛନ୍ତି, ଏଥିପାଇଁ ବହୁତ ବ୍ୟସ୍ତ ହେଲେ। ଏ ପାପରୁ ମୁକ୍ତି ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କଲେ। ଦିନ ରାତି ସେ ହରିଙ୍କର ଭଜନ କୀର୍ତ୍ତନରେ ମଗ୍ନ ରହିଲେ, ଆଉ ମାଛ ମାରିଗଲେ ନାହିଁ। ଏଣେ ଘର ଅଚଳ ହୋଇପଡ଼ିଲା। ମା ଓ ସ୍ତ୍ରୀ ତାଙ୍କୁ ଠକ ଭଣ୍ଡ କହି ନାନା କଟୁ ଭାଷା ପ୍ରୟୋଗ କଲେ। ଘର କିପରି ଚଳିବ, ଦାନା କିପରି ମିଳିବ ବୋଲି ବାରମ୍ବାର ପ୍ରଶ୍ନ କଲେ। ଏଥିରେ ବିରକ୍ତ ହୋଇ ରଘୁ ବେହେରା ଜାଲ ଧରି ସରୋବରକୁ ବାହାରିଲେ। କିଛି ସମୟରେ ଜାଲରେ ଏକ ରୋହି ମାଛ ପଡ଼ିଲା। ମାଛଟି ସୁନା ପରି ଚକ୍ ଚକ୍ କରୁଥାଏ। ତାହାକୁ ଦେଖି ରଘୁ ବେହେରା ଭାବିଲେ, ଭଗବାନ ତ ମୀନ ଅବତାର ଧରି ଶଙ୍ଖାସୁରକୁ ବଧ କରିଥିଲେ, ମୁଁ ତାଙ୍କୁ ମାରିବି କିପରି? ଏଣେ ନ ମାରିଲେ କୁଟୁମ୍ବ ଉପାସ, ମା ଓ ସ୍ତ୍ରୀ ନାନା କଥା କହି ଗାଳି ଦେବେ। ଯାହା ହେଉ ପଛେ ମାଛଟିକୁ ବିକ୍ରି କରିବାକୁ ସିଦ୍ଧାନ୍ତ ନେଲେ। କୂଳକୁ ନେଇ ମାଛଟିକୁ ପକାଇ ତା ତଣ୍ଟି ଚିପିବାକୁ ଯାଆନ୍ତେ ମାଛ ପାଟି ମେଲା କରି ନାରାୟଣ ରକ୍ଷା କର ବୋଲି ଚିତ୍କାର କଲା। ରଘୁ ବେହେରା ଆଚମ୍ବିତ ହୋଇଗଲା। ମାଛଟିକୁ ଧରି ଘର ବନସ୍ତରେ ଥିବା ଏକ ଝରଣା କୂଳରେ ପହଞ୍ଚିଲେ। ସେଠାରେ ଏକ କୁଣ୍ଡ କରି ସେଥିରେ ମାଛଟିକୁ ଛାଡ଼ିଦେଲେ। ଯେଉଁ ଭଗବାନ ମାଛ ଭିତରେ ଅଛନ୍ତି, ସେ ଦେଖା ନ ଦେଲେ ସେଠାରୁ ସେ ଉଠିବେ ନାହିଁ ବୋଲି ଦୃଢ଼ ସଂକଳ୍ପ କଲେ। ଚକା ମାଡ଼ି ବସି ଏକ ପ୍ରାଣ ଏକ ଲୟରେ ଭଗବାନଙ୍କୁ ଧ୍ୟାନ କଲେ। ଭଗବାନ ଦର୍ଶନ ନ ଦେଲେ ମରିଯିବେ ପଛକେ ଉଠିବେ ନାହିଁ। ଏହିପରି 3 ଦିନ ବିତିଗଲା। ରଘୁ ବେହେରା ଅନ୍ନ ଜଳ ନିଦ୍ରା ତ୍ୟାଗ କରି ଭଗବାନଙ୍କୁ ଜପ କରୁଥାନ୍ତି। ଏଣେ ଦୟାମୟଙ୍କ ଆସନ ଟଳମଳ ହେଲା। ଭକ୍ତର ଦୁଃଖ ସେ କ'ଣ ସହିପାରିବେ? ଏକ ବ୍ରାହ୍ମଣ ବେଶ ଧରି ସେ ରଘୁ ବେହେରାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ନ ଜାଣିଲା ପରି ସମସ୍ତ ବିଷୟ ପଚାରିଲେ। ରଘୁ ବେହେରା ଭଗବାନ ଦେଖା ନ ଦେଲେ ସେ ଶୁଖି ଶୁଖି ମରିଯିବେ ପଛକେ ସେଠାରୁ ଉଠିବେ ନାହିଁ ବୋଲି କହିଲେ। ଭଗବାନ ରୂପୀ ବ୍ରାହ୍ମଣ କହିଲେ, ତୁମେ ଅସମ୍ଭବ କଥା କହୁଛ। ମାଛ କେବେ କଥା କହେ ନା କି ନାରାୟଣକୁ ଡାକେନା? ଯଦି କହିଥିବ ସେ କ'ଣ ତୁମକୁ ଦେଖାଦେବ? ତୁମେ ଘରକୁ ବାହୁଡ଼ି ଯାଅ। ଦେହକୁ କଷ୍ଟ ଦିଅ ନାହିଁ। ମାଛ ମାରି କୁଟୁମ୍ବ ପୋଷ। ଏହା ଶୁଣି ରଘୁ ବେହେରା କହିଲେ, ବ୍ରାହ୍ମଣ, ତୁମେ ଏଠାରୁ ଚାଲିଯାଅ। ମୋର ଧ୍ୟାନରେ ବିଳମ୍ବ ଘଟୁଛି, ବାଧା ଉପୁଜୁଛି। ଭଗବାନ ଦେଖା ନ ଦେଲେ ମୁଁ ମରିବି ପଛକେ ଏଠାରୁ ଯିବି ନାହିଁ। ଦୟାକରି ଏଠାରୁ ପ୍ରସ୍ଥାନ କର। ଭଗବାନ ଦେଖା ନ ଦେଲେ ରଘୁ ବେହେରା ଯିବେ ନାହିଁ। ଭଗବାନ ଦେଖା ନ ଦେଲେ ରଘୁ ବେହେରା ନିଶ୍ଚିତ ଭାବରେ ପ୍ରାଣତ୍ୟାଗ କରିବେ ବୋଲି ମହାପ୍ରଭୁ ଜାଣିପାରିଲେ। ସେ କହିଲେ, ବତ୍ସ, ମୁଁ ସେଇ ଭଗବାନ, ତୁ ମନ ଇଚ୍ଛା ବର ମାଗ। ରଘୁ କହିଲେ, ଯଦି ଆପଣ ଭଗବାନ, ତାହେଲେ ମୋତେ ଆପଣଙ୍କର ସ୍ୱରୂପ ଦେଖାନ୍ତୁ। ସଙ୍ଗେ ସଙ୍ଗେ ଭଗବାନ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ ପୂର୍ବକ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କଲେ। କୃତ୍ୟକୃତ୍ୟ ହୋଇ ରଘୁ ବେହେରା ଭଗବାନଙ୍କ ପାଦତଳେ ଲୋଟିଗଲେ। ତାଙ୍କର ଜନ୍ମ ଧନ୍ୟ ହୋଇଗଲା। ଭଗବାନ କହିଲେ, ଉଠ ରଘୁ ବେହେରା, ଏଥର ମନ ଇଚ୍ଛା ବର ମାଗିନିଅ। ରଘୁ କହିଲେ, ଆପଣ ଚର୍ମନେତ୍ରରେ ମୋତେ ଦର୍ଶନ ଦେଲେ। ଏହାଠାରୁ ଶ୍ରେଷ୍ଠ ବର କ'ଣ ଅଛି? ଯଦି ଦେବାକୁ ଚାହୁଁଛନ୍ତି ତାହେଲେ ମୋତେ ଏହି ବର ଦିଅନ୍ତୁ। ମୁଁ ଇଚ୍ଛା କରିବା ମାତ୍ରକେ ଆପଣଙ୍କ ଦର୍ଶନ କରିବି। ମୋର ଆଉ କୁଟୁମ୍ବକୁ ଦାନା କନାର ଅଭାବ ନ ରହୁ। ତଥାସ୍ତୁ କହି ଭଗବାନ ଅନ୍ତର୍ଦ୍ଧାନ ହୋଇଗଲେ। ଆନନ୍ଦ ମନରେ ହରିନାମ ଭଜନ କରି ରଘୁ ବେହେରା ଘରେ ପହଞ୍ଚିଲେ। ମା ଓ ସ୍ତ୍ରୀଙ୍କର ଆଶା ଛାଡ଼ି ଦେଇଥିଲେ। ଜୀବନରେ ନଥିବେ ଭାବି ହତାଶ ହୋଇପଡ଼ିଥିଲେ। ରଘୁଙ୍କୁ ଦେଖି ସମସ୍ତେ ଆନନ୍ଦିତ ହେଲେ। ଘରକୁ ନେଇ ଖାଇବାକୁ ଦେଲେ। ରଘୁ ବେହେରା ହରି ଭଜନରେ ଏପରି ପାଗଳ ହୋଇଗଲେ ଯେ ହରିନାମ ଗାଇ ଗାଇ ରାସ୍ତାଘାଟରେ ବୁଲିବାକୁ ଲାଗିଲେ। ଲୋକେ ଯାଚ କରି ଯାହା ଦେଲେ ଘରକୁ ଆଣି ମା ଓ ସ୍ତ୍ରୀକୁ ଦିଅନ୍ତି। ସେଥିରେ କୁଟୁମ୍ବ ଚଳେ।
ଦିନେ ସେ ଗ୍ରାମ ମଣ୍ଡପରେ ବସି ହରିନାମ କରୁଛନ୍ତି। ଦଳେ ପିଲା ଆସି ତାଙ୍କୁ ନାନା ଟାହି ଟାପରା କଲେ। ଠକ, ଭଣ୍ଡ, କର୍ମକୁଣ୍ଠ ଇତ୍ୟାଦି ଗାଳି କଲେ। କିଏ ତାଙ୍କ ମାଳା ଟାଣିଦେଲା ତ କିଏ ବାଳ ଧରି ଘୋଷା ଝିଙ୍କିଦେଲା। ଏହା ଦେଖି ରଘୁ ବେହେରା ସେଠାରୁ ଉଠି ପଳାଇବାରୁ ଜଣେ ବାଳକ ତା ପଛରେ ଦୌଡ଼ିଲା। ଲୁହାକଣ୍ଟା ଲାଗିଥିବା ଏକ ବାଡ଼ି ରଘୁ ବେହେରାଙ୍କ ଜଙ୍ଘରେ ଫୋଡ଼ିଦେଲା। ସଙ୍ଗେ ସଙ୍ଗେ ରକ୍ତର ସୁଅ ଛୁଟିଲା। ଦୁଃଖିତ ହୋଇ ରଘୁ ବେହେରା କହିଲେ, ମୁଁ ତୋର କୌଣସି କ୍ଷତି କରିନାହିଁ। ତୁ ମୋତେ କାହିଁକି ଏପରି ଦଣ୍ଡ ଦେଲୁ? ତୋତେ ଭଗବାନ ଦଣ୍ଡ ଦିଅନ୍ତୁ। ଏଣିକି କହିବା ମାତ୍ରେ ବାଳକଟି ସେଠାରେ ହିଁ ଟଳି ପଡ଼ିଲା। ତାର ପ୍ରାଣ ବି ଉଡ଼ିଗଲା। ଅନ୍ୟାନ୍ୟ ବାଳକମାନେ ଦେଖି ପିଲାଟି ମରିଯାଇଛି। ସଙ୍ଗେ ସଙ୍ଗେ ତା ବାପା ମା'ଙ୍କୁ ଖବର ଦେଲେ। ତୁମ ପୁଅ ମଝି ବାଟରେ ମରି ପଡ଼ିଛି ବୋଲି କହିଲେ। ବାପା ମା ଦୌଡ଼ି ଯାଇ ପୁଅକୁ ଉଠାଇଲେ। ପୁଅର ପିଣ୍ଡରେ ପ୍ରାଣ ନାହିଁ। କାନ୍ଦି କାନ୍ଦି ରଘୁ ବେହେରାଙ୍କ ପାଦ ତଳେ ଲୋଟିଗଲେ। ସନ୍ନ୍ୟାସୀଙ୍କର ଶତ୍ରୁ ମିତ୍ର ନଥାନ୍ତି। ସମସ୍ତେ ତାଙ୍କର ଆପଣାର। ଦୟାକରି ପୁଅକୁ ବଞ୍ଚାଇ ଦେବାକୁ ନିବେଦନ କଲେ ବାଳକଟିର ପିତାମାତା। ରଘୁ ବେହେରା କହିଲେ, ତାର ଅପରାଧ ଦେଖି ଭଗବାନ ତାକୁ ଦଣ୍ଡ ଦେଲେ। ମୋର କିଛି ଦୋଷ ନାହିଁ। ଭଗବାନଙ୍କ କୃପାରୁ ପିଲାଟି ବଞ୍ଚି ଉଠୁ। ସମସ୍ତେ ତାକୁ ଡାକି କରି ଉଠାଅ। ଏହା ଶୁଣି ପିଲାଟିର ମାତା ପିତା ଉପସ୍ଥିତ ଜନତା ସମସ୍ତେ ହରିଧ୍ୱନି ଦେଇ ପିଲାଟିର ବାହୁରେ ଉଠାଇଲେ। ହଠାତ୍ ତତ୍କ୍ଷଣାତ୍ ପିଲାଟି ଉଠି ବସିଲା। ସମସ୍ତେ ରଘୁ ବେହେରାଙ୍କ ପାଦ ତଳେ ପଡ଼ିଗଲେ। ବାଳକଟି ମଧ୍ୟ ରଘୁ ବେହେରାଙ୍କ ପାଦ ତଳେ ପଡ଼ି ନିଜର ଅପରାଧ କ୍ଷମା କରିଦେବାକୁ କହିଲା। ସମସ୍ତଙ୍କୁ ଅଭୟବାଣୀ ଶୁଣାଇ ରଘୁ ବେହେରା ଘରକୁ ଫେରିଗଲେ। ତାଙ୍କର କୀର୍ତ୍ତି ସାରା ଜଗତରେ ବ୍ୟାପିଗଲା। ଲୋକମାନେ ତାଙ୍କୁ ଭଗବାନଙ୍କ ଭଳି ଭକ୍ତି କଲେ। ଆଉ ଦିନକର କଥା। ରଘୁ ବେହେରା ଅତ୍ୟନ୍ତ ଶ୍ରଦ୍ଧାରେ ନାନା ଭୋଗରାଗ କରି ମନେ ମନେ ନାରାୟଣକୁ ସ୍ମରଣ କରେ। ସଙ୍ଗେ ସଙ୍ଗେ ନାରାୟଣ ଉପସ୍ଥିତ ହୋଇ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କଲେ। ନିଜ ହସ୍ତରେ ରଘୁ ବେହେରା ତାଙ୍କୁ ଖୁଆଇ ଦେଲେ। ଏଣେ ଜଗନ୍ନାଥ ମନ୍ଦିରରେ ପଣ୍ଡାମାନେ ଭୋଗ ଲାଗି କରି ଭଗବାନଙ୍କୁ ଯେତେ ଡାକିଲେ ମଧ୍ୟ ଚଳୁରେ ଦର୍ଶନ ଦେଲେ ନାହିଁ। ବଡ଼ପଣ୍ଡା ରାଜାଙ୍କୁ ସାଙ୍ଗେ ସାଙ୍ଗେ ଏ ଘଟଣା ଜଣାଇଲେ। ଭୋଗ ମାରା ହେଲା, ପତା ହେବ, ଠାକୁରେ କାହିଁକି ଦିଶୁନାହାନ୍ତି? ରାଜା ପ୍ରଭୁଙ୍କୁ ସ୍ମରଣ କରି ଧାରଣା ଦେଲେ। ଜଗନ୍ନାଥ ସ୍ୱପ୍ନଦେଶ ଦେଲେ, ପିପିଲିର ରଘୁ ବେହେରା ଘରେ ମୁଁ ଭଜନରତ। ତୁମେ ସସମ୍ମାନେ ତାଙ୍କ ପରିବାର ବର୍ଗଙ୍କୁ କ୍ଷେତ୍ରରେ ସ୍ଥାନ ଦେଲେ ମୁଁ ପ୍ରସାଦ ଗ୍ରହଣ କରିବି। ରାଜା ପିପିଲିରେ ପହଞ୍ଚି ରଘୁ ବେହେରାଙ୍କୁ ଡାକିଲେ। ସିଏ ତ ଠାକୁରଙ୍କ ସେବା ଭଳ ତାଙ୍କୁ ଡାକ ଶୁଭୁଛି କେତେବେଳେ। ରାଜାଙ୍କୁ ଦେଖି ଭଗବାନ ଅଦୃଶ୍ୟ ହୋଇଗଲେ। ଠାକୁରଙ୍କୁ ନ ଦେଖି ରଘୁ ବେହେରା ପାଗଳ ପ୍ରାୟ ହୋଇଗଲେ। ଏ ସମୟରେ ରାଜା ଯାଇ ତାଙ୍କୁ ଆଲିଙ୍ଗନ କଲେ। ତାଙ୍କୁ ଓ ତାଙ୍କର ପରିବାର ବର୍ଗଙ୍କୁ ଗଜରେ ବସାଇ ଶ୍ରୀକ୍ଷେତ୍ର ଆଣି ରଖାଇଲେ। ମୃତ୍ୟୁ ପରେ ରଘୁ ବେହେରା ଜଗନ୍ନାଥଙ୍କ ପାଦପଦ୍ମରେ ଲୀନ ହୋଇଗଲେ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ରହିଲି, ଜୟ ଜଗନ୍ନାଥ।